आमମାନଙ୍କର ପରିତ୍ରାଣକର୍ତ୍ତା ମୃତ୍ୟୁଞ୍ଜୟୀ ପ୍ରଭୁ ଯୀଶୁଙ୍କ ନାମରେ ସମସ୍ତଙ୍କ ଅନ୍ତର ଶୁଭେଚ୍ଛା ଜଣାଏ। କାରଣ ଆଜି ପ୍ରଭୁ ଯୀଶୁଙ୍କ ମୃତ୍ୟୁକୁ ଜୟ କରିଥିବା ଦିବସ ପୁନରୁତ୍ଥାନ ଦିବସକୁ ମାନଙ୍କୁ ସ୍ମରଣ କରିବା ପାଇଁ ପ୍ରଭୁ ସୁଯୋଗ ପ୍ରଦାନ କରିଅଛୁ। ସେଦିନ ମା ମାନେ ପ୍ରଭୁ ଯୀଶୁଙ୍କର ଶରୀରକୁ ସୁଗନ୍ଧି ଦ୍ରବ୍ୟ ଦ୍ୱାରା ମକ୍ତ ଦେବା ପାଇଁ ତୃତୀୟ ଦିନରେ ପ୍ରତ୍ୟୁଷରେ ସେମାନେ ଯୀଶୁଙ୍କର ସମାଧି ନିକଟକୁ ଗଲେ। କିନ୍ତୁ ଗୋଟେ ଆଶ୍ଚର୍ଯ୍ୟ ଘଟଣା ଘଟିଥିଲା, ଯାହା ପୃଥିବୀରେ କେବେ ଘଟି ନାହିଁ। କୌଣସି ବ୍ୟକ୍ତି ମୃତ୍ୟୁ ହେଲା ପରେ ପୁନର୍ବାର ବଞ୍ଚି ନାହିଁ। କେବଳ ପ୍ରଭୁ ଯୀଶୁ ସେହି ଦିନ ମୃତ୍ୟୁକୁ ଜୟ କରି ଉଠିଥିଲେ। ଆଉ ଦୂତମାନେ ସାକ୍ଷୀ ହେଲେ, ଆଉ ସ୍ତ୍ରୀ ଲୋକମାନଙ୍କୁ କହିଲେ, ଶୁଣନ୍ତୁ ମାଥ୍ୟୁ ପୁସ୍ତକ 28 ଅଧ୍ୟାୟର 5 ଆଉ 6 ପଦ। କିନ୍ତୁ ଦୂତ ସ୍ତ୍ରୀ ଲୋକମାନଙ୍କୁ ଉତ୍ତର ଦେଲେ, ତୁମାନେ ଭୟ କର ନାହିଁ, କାରଣ ତୁମମାନେ ଯେ କ୍ରୁଶରେ ହତ ଯୀଶୁଙ୍କର ଅନ୍ୱେଷଣ କରୁଅଛ, ତାହା ମୁଁ ଜାଣେ। ସେ ଏଠାରେ ନାହାନ୍ତି, ସେ ଯେପରି କହିଥିଲେ ସେହିପରି ଉଠି ଅଛନ୍ତି। ଆସ, ଯେଉଁଠାରେ ଶୋଇଥିଲେ ସେ ସ୍ଥାନ ଦେଖ। ଦୂତ କହିଲେ, ତୁମେ ଯାହାକୁ ଅନ୍ୱେଷଣ କରୁଛ ସେ ଏଠାରେ ନାହାନ୍ତି, କାରଣ ସେ ଯାହା କହିଥିଲେ ତୃତୀୟ ଦିବସରେ ପୁନର୍ବାର ଉଠିବେ ବୋଲି କହିଥିଲେ, ତଦ୍ରୂପ ସେ ଉଠି ଅଛନ୍ତି। ଆସି ଦେଖ। ଶୂନ୍ୟ ସମାଧି। ପ୍ରଭୁ ଯୀଶୁ ସେ ସମାଧିରେ ଆଉ ନାହିଁ। ସେ ମୃତ୍ୟୁକୁ ଜୟ କରି ଉଠିଲେ। ଆଶ୍ଚର୍ଯ୍ୟ କଥା, ସେଦିନ ମା ମାନେ ସେଥିର ସାକ୍ଷୀ। ମୃତ୍ୟୁର ସବୁ ଶକ୍ତିକୁ, ମୃତ୍ୟୁର ନାହକୁ ଭାଙ୍ଗି କବର ଭିତରୁ ସେ ଉଠିଛି। ପ୍ରହରୀ ମାନେ ଯେମିତି ଜଗିବା କଥା ସେମିତି ଜଗିଥିଲେ। ପଥର ଯେମିତି ଥିବା କଥା ସେମିତି ସମାଧି ମୁହଁରେ ଥିଲା। କିନ୍ତୁ ପ୍ରଭୁ ଯୀଶୁଙ୍କୁ କୌଣସି ଶକ୍ତି ଅଟକାଇ ପାରିନାହିଁ। ମୃତ୍ୟୁ ମଧ୍ୟ ତାଙ୍କୁ ଅଟକାଇ ପାରିଲା ନାହିଁ, କାରଣ ସେ କହିଥିଲେ, ମୁଁ ପୁନରୁତ୍ଥାନ ଓ ଜୀବନ। ଜୀବନରେ ବିଶ୍ୱାସ କରେ ଯଦ୍ୟପି ମରେ ତଥାପି ବଞ୍ଚେ। ପ୍ରଭୁ ଯୀଶୁ ପୁନରୁତ୍ଥାନ ଜୀବନ ଥିଲେ। ଏଦିନ ଜଣେ ବ୍ୟକ୍ତି, ଜଣେ ଯୁବା ଲୋକ ସମାଧି ଭିତରେ ଯୀଶୁଙ୍କର ଦକ୍ଷିଣ ପାର୍ଶ୍ୱରେ ଥିବା କଥା ଲେଖାଯାଏ। ସେମାନେ ସମାଧି ମଧ୍ୟରେ ପ୍ରବେଶ କରି ଶୁକ୍ଳ ବସ୍ତ୍ର ପରିହିତ ଜଣେ ଯୁବାକୁ ଦକ୍ଷିଣ ପାର୍ଶ୍ୱରେ ବସିଥିବା ଦେଖି ଅତିଶୟ ବିସ୍ମିତ ହେଲେ। ଏ ମା ମାନେ ମାର୍କ ପୁସ୍ତକ 16 ଅଧ୍ୟାୟ 5-6 ପଦ। ମା ମାନେ ଯେତେବେଳେ ସମାଧି ଭିତରକୁ ଯାଉଛନ୍ତି, ସେ ସମାଧିର ଦକ୍ଷିଣ ପାର୍ଶ୍ୱରେ ଜଣେ ଯୁବା ଲୋକ ଶୁକ୍ଳ ବସ୍ତ୍ର ପରିହିତ ଜଣେ ଯୁବକ ସେ ଥିବାର ଦେଖିଲେ। ଜଣେ ଯୁବା ଦୂତ। ଆମମାନଙ୍କ ମଧ୍ୟରେ ଯୁବକ ମାନେ ପ୍ରଭୁ ଯୀଶୁଙ୍କର ପୁନରୁତ୍ଥାନର ସାକ୍ଷୀ ହେବା ଦରକାର। ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନ ଶକ୍ତିକୁ ଅନୁଭବ କରି ପୁନରୁତ୍ଥିତ ହେବା ଦରକାର। ପାପ ପ୍ରତି ମରିଯିବା ଦରକାର। ଯୀଶୁ ଯେମିତି ମଲେ ପୁନର୍ବାର ଜୀବିତ ହେବେ, ସେମିତି ଯଦି ଆମେ ଯୀଶୁଙ୍କ ସହିତ ମରିଯାଉ, ତେବେ ଆମେ ପୁନର୍ବାର ଆତ୍ମାରେ ଜୀବିତ ହେବୁ। ସେଦିନ ପାଉଲ କହିଲେ, ମୁଁ ଆଉ ଜୀବିତ ନୁହେଁ, ମୁଁ ଯୀଶୁଙ୍କ ସହିତ କ୍ରୁଶରେ ହତ ହୋଇଅଛି। ମୁଁ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମଧ୍ୟରେ ଜୀବିତ ଅଟନ୍ତି। ଆମ ମଧ୍ୟରେ ପ୍ରଭୁ ଯୀଶୁ ଜୀବିତ ହୁଅନ୍ତି। ଆମେ ଖ୍ରୀଷ୍ଟଙ୍କ କ୍ରୁଶରେ ହତ ହେଇଯାଉ। ପ୍ରଭୁ ଚାହୁଁଛନ୍ତି ତାହାଙ୍କ ପରି ହେଇ ଆମେ ବଞ୍ଚିଥାଉ। ଲେଖା ଅଛି, ଯଦି ଆମେ ତାହାଙ୍କ ସହିତ ମରିଅଛୁ, ତେବେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା। ରୋମୀ ପୁସ୍ତକ 6:8 ପଦରେ ଏ କଥା ଲେଖାଯାଏ। ତାହାଙ୍କ ସହିତ ଯେବେ ମରିଅଛୁ, ତେବେ ସେ ଯେମିତି ପୁନରୁତ୍ଥିତ ହେଲେ, ଆମେ ମଧ୍ୟ ସେମିତି ପୁନରୁତ୍ଥିତ ହେବା। ଲେଖାଯାଏ, ଯେ ମୃତ୍ୟୁମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇଲେ, ଯଦି ତାହାଙ୍କର ଆତ୍ମା ତୁମମାନଙ୍କ ଠାରେ ଅଛନ୍ତି, ସେ ମଧ୍ୟ ତୁମକୁ ମୃତ୍ୟୁମାନଙ୍କ ମଧ୍ୟରେ ସଜୀବ କରିବେ। ତୁମର ମର୍ତ୍ତ ଶରୀରକୁ ସଜୀବ କରିବେ। ଖ୍ରୀଷ୍ଟଙ୍କର ଆତ୍ମା ଆମମାନଙ୍କ ମଧ୍ୟରେ ବାସ କରିବା ପାଇଁ
जो द्वारा आमे मध्य आउ से पापरे मरिबा नाही, पापरु परिवर्तित ही सजीव ही आत्मारे जीवित है। सेदिन लाजार मरी 4 दिन तांकर पुणी आठा कहले गुरु से तो बासी गलानी 4 दिन हो गलानी, किंतु यीशु कहले तुमर भाई आउ थे उठी पुनर्बार उठिब। प्रभु हमको भरोसा दउछंती मैं बासी जाइथिले मध्य कबर भितरे थिले मध्य से कबर फिटाइबा प्रभु आउ उठाइबा प्रभु। आमे जेबे ताहांरे विश्वास करू, आमे जेबे ताहांक सहित पाप प्रति मरी जाऊ, तेबे आत्मारे जीवित हेबा ए जगत रे बंची थाउ थाउ शेष रे प्रभु यीशु आसीबा बेले आम माने मध्य पुनर्बार पुनरुत्थित हेबा। पाउलस से कथा कहले जे तुरीबाद्य हेबो अमृत माने अक्षय होई उत्थित हेबे, आम माने चक्षुर पलकरे परिवर्तित हेबे। प्रभु मानकु गोटे दिन बदलाई देबे। से कहछन्ती मु जाउछि आ स्थान प्रस्तुत करी आसीबी आ तुमानकु मनि कहि घेरि जिबि। आमे जुगे जुगे ताहि हत वास करिया पाई पाप प्रति मरि जाऊ एवं प्रभु यीशु परि आत्मारे जीवित हो आ गोटे दिन ताहांक सहित अनंत काल बास करी। प्रभु मानक आशीर्वाद करନ୍ତୁ। आमेन।